ବଉଳା ଗାଈ। ବଉଳା ନାମରେ ଗାଈଟିଏ ଥିଲା। ସେ ବହୁତ ସୁନ୍ଦର ଓ ଶାନ୍ତ। ଓଲିଆ ଗାଈଙ୍କ ପରି କାହାର ବାଡ଼ ଭାଙ୍ଗି ବାଡ଼ିରେ ପଶି ସେ ଖାଏ ନାହିଁ। ସେ ନିତି ସକାଳେ ତା ବାଛୁରୀକୁ କ୍ଷୀର ଦେଇ ଜଙ୍ଗଲକୁ ଚରିବାକୁ ଯାଏ। ଛୁଆଟି ଚାତକ ପରି ମା'ର ଆସିବା ବାଟକୁ ଅନେଇ ବସିଥାଏ। ବେଳ ବୁଡ଼ିଲେ ମା ବଣରୁ ଫେରେ। ଅଧା ବାଟରୁ ହମାରଡ଼ି ଦେଇ ଆସୁଥାଏ। ମା'କୁ ଦେଖି ବାଛୁରୀଟି ଦୌଡ଼ି ଆସେ। ମା ପାଖରୁ କ୍ଷୀର ପିଇବାକୁ ବଉଳା ତାକୁ ଚାଟି ପକାଏ। କେତେ ସ୍ନେହ କରେ। ଦିନକର ଘଟଣା। ବଉଳା ଜଙ୍ଗଲରୁ ଫେରୁଛି। ଟିକିଏ ଡେରି ହୋଇଗଲାଣି। ସେଦିନ ସେ ଟିକିଏ ଭିତରକୁ ଚାଲି ଯାଇଥିଲା। ତେଣୁ ସେ ଦୌଡ଼ି ଦୌଡ଼ି ଫେରୁଥାଏ। ହଠାତ୍ ବାଘର ଗର୍ଜନ ଶୁଭିଲା। ବଉଳା ଦେଖିଲା ତା ଆଗରେ ମହାବଳ ବାଘଟିଏ ଠିଆ ହୋଇଛି। ବଉଳାକୁ ଦେଖି କହିଲା, ମୁଁ 3 ଦିନ ହେଲା ଭୋକ ଉପାସରେ ଅଛି। କିଛି ବି ଶିକାର କରିନି। ଆଜି ମୁଁ ତତେ ଖାଇବି। ଏକଥା ଶୁଣି ବଉଳା ଡରିଗଲା। ପରେ ସେ ଭୟ ନ କରି ନିଜ ଡରକୁ ମନ ଭିତରେ ଚାପି, ମୋତେ ଖାଇବ ତ? ସେଥିରେ ମୋର ଆପତ୍ତି ନାହିଁ। କିନ୍ତୁ ମୋର ଛୋଟିଆ ଛୁଆଟି ଭୋକରେ ଛଟପଟ ହେଉଥିବ। ମୋତେ ଛାଡ଼ିଦିଅ। ମୁଁ କଥା ଦେଉଛି, ତାକୁ କ୍ଷୀର ପିଆଇ ତୁମ ପାଖକୁ ଫେରି ଆସିବି। ତାପରେ ତୁମେ ମୋତେ ଖାଇବ। ବାଘ ପ୍ରଥମେ ତାକୁ ଛାଡ଼ୁନଥିଲା। ମାତ୍ର ତାର ଆକୁଳ ମିନତି ଶୁଣି ତାକୁ ଛାଡ଼ିଦେଲା। ବଉଳା ଆସି ତା ଛୁଆକୁ ପେଟ ପୂରା କ୍ଷୀର ପିଆଇଲା ଓ ତାକୁ ସବୁ କଥା କହିଲା। ତାପରେ ବାଘ ନିକଟକୁ ଫେରି ଆସିଲା। ତାକୁ ଦେଖି ବାଘର ମନ ତରଳିଗଲା। ତାର ସତ୍ୟବାଦିତା ଯୋଗୁଁ ସେ ତାକୁ ଛାଡ଼ିଦେଲା। ତେବେ ଦର୍ଶକ ବନ୍ଧୁ, ଏହି କାହାଣୀରୁ ଆମେ ଏଇଆ ଶିଖିଲେ ଯେ ସବୁବେଳେ ଆମେ ସତ୍ ପଥରେ ଚାଲିଲେ ମୃତ୍ୟୁକୁ ମଧ୍ୟ ଆମେ ଜୟ କରିପାରିବା।